ମୋ ପାଖରେ ବି ଅଛନ୍ତି ଆମର କାମିନ ଦିଦି। ତ ମୁଁ ତାଙ୍କୁ ପଚାରି ବୁଝିବି ସେ କୋଉଠୁ ଆସିଛନ୍ତି ଆଉ ଆଜି ଆସିକି ମାଙ୍କ ପାଖରେ ତାଙ୍କ ଅନୁଭୂତି କ'ଣ। ମୁଁ ସୁନ୍ଦରଗଡ଼ରୁ ଆସିଛି। ଆଉ ମୋ ନାଁ ହେଉଛି କାମିନୀ ସିଂ। ଆଉ ମୁଁ କୋର୍ଟରେ କାମ କରୁଛି, ସୁନ୍ଦରଗଡ଼ କୋର୍ଟରେ। ଆଉ ମାଆଙ୍କ ପାଖରେ ପ୍ରଥମେ ଆସିଲି ବେଲେ ଏତେ ଗୋଟେ ପାହାଚ ଗୁଡ଼ାକ ଦେଖିକି ଏମିତି ଲାଗିଲା ମୁଁ ପାରିବି କି ନାହିଁ। ପୁଣି ମୁଁ କହିଲି ଜୟ ମାତା ଦି ଜୟ ମାତା ଦି, ଆହୁରି ମୋର ସାହସ ବଢ଼ିଲା। ମୁଁ ଜୋରରେ ଡେଇଁ ଡେଇଁକି ଆସିଲି। ଆଉ ମାଆଙ୍କର ନାଁରେ ଗାନାଟା ବଜେଇଲି ମୋବାଇଲରେ, ଜୟ ମାତା ଦି କରିକି ମୁଁ ଉପରେ ଯାଇ ପହଞ୍ଚିଗଲି। ମୋତେ ଜଣା ବି ପଡ଼ିଲାନି ଯେ ମୁଁ ଏତେ ପାହାଚ ଏତେ ଶୀଘ୍ର କେମିତି ପହଞ୍ଚିଗଲି। ମାଆଙ୍କ କୃପା ଆଉ ସବୁ ଆଉ। ଆଉ ମାଙ୍କୁ ଦେଖିକି ଆପଣଙ୍କୁ କେମିତି ଲାଗିଲା? ବହୁତ ଖୁସି ଲାଗିଲା। ମାନେ ଫାଷ୍ଟ ଏଇଠି ଆମେ ଗଲା ବେଳକୁ ସେ ଜାଗାଟା ଏମିତି ଛୋଟ ଭଳିଆ ଜଣା ପଡୁଛି, ମୁଁ ପଶି ପାରିବି କି ନାହିଁ ବୋଲି ଏମିତି ଟିକେ ଲାଗୁଛି। କିନ୍ତୁ ପଶିଗଲି ମୁଁ ଭିତରକୁ, ଗଲା ପରେ ମାଆଙ୍କୁ ଏମିତି ଲାଗିଲା ଯେ ମାଆକୁ ସାକ୍ଷାତ ଦର୍ଶନ ପାଇଗଲି। ପୁରା ଆଖିଟା ଝିମଝିମ ହେଇଗଲା। ଆଉ ବହୁତ ଖୁସି ଲାଗିଲା ମାଆଙ୍କୁ ଦର୍ଶନ କରିକି। ଆମର ଯାହା ମନସ୍କାମନା ଅଛି ମୁଁ ପୁରା ମାଆଙ୍କୁ ମାଗିଲି। ଆଉ ଅଳି କରିକି ମାଆକୁ ମୁଁ ପୁରା ମାଗିକି ଆସିଲି। ତ ଆପଣମାନେ ଶୁଣୁଥିଲେ କିଭଳି ଭାବରେ ଭକ୍ତ ଜଣକ କହୁଥିଲେ କି ମାଙ୍କ ନାଁ ଧରି ଧରି ସେ ପ୍ରାୟ 700 ପାହାଚକୁ ପୁରା ଉଠିକି ମାଙ୍କୁ ଦର୍ଶନ କଲେ ଏବଂ ତାଙ୍କର ସବୁ କିଛି ମନସ୍କାମନା ମାଙ୍କୁ ଜଣାଇଲେ।